ଦୁଇ ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଜଳକା ନଦୀରେ ଐତିହାସିକ ବନ୍ୟା ଦେଖାଯାଇଛି। କାରଣ ଜଳକା ନଦୀର ଯେଉଁ ବିପଦ ସଂକେତ ରହିଛି 6.50 ମିଟର, ଏବେ ଜଳକା ନଦୀରେ 7.40 ମିଟରରେ ପାଣି ପ୍ରବାହିତ ହେଉଛି, ଯାହା ବିଗତ ରେକର୍ଡକୁ ମଧ୍ୟ ଭାଙ୍ଗିଛି। କାରଣ ଏହା ପୂର୍ବରୁ ଯେତେବେଳେ ଜଳକା ନଦୀରେ ବନ୍ୟା ହେଇଛି 7.31 ମିଟର ପର୍ଯ୍ୟନ୍ତ ଏହାର ଜଳସ୍ତର ପହଞ୍ଚିଥିବା ବେଳେ ଚଳିତ ବର୍ଷର ଏ ଦ୍ୱିତୀୟ ବନ୍ୟାରେ 7.40 ମିଟର ପର୍ଯ୍ୟନ୍ତ ଜଳ ପ୍ରବାହିତ ହେଇଛି, ଯାହା ଜଳକା ନଦୀରେ ଏକ ଐତିହାସିକ ବନ୍ୟା। ଏ ବନ୍ୟାରେ ଜଳକା ନଦୀ ଅବବାହିକାରେ ଥିବା ବାଲେଶ୍ୱର ଜିଲ୍ଲାର ବସ୍ତା ଏବଂ ସଦର ବ୍ଲକର 18ରୁ 20 ଗୋଟି ପଞ୍ଚାୟତର ସାଧାରଣ ଲୋକଙ୍କର ଜୀବନଯାପନ ଦୁର୍ବିସହ ହୋଇପଡ଼ିଛି। ହଜାର ହଜାର ହେକ୍ଟର ଚାଷ ଜମିରେ ଚାଷ ଉଜୁଡ଼ି ଯାଇଛି। ଏଠାରେ ବାସ ଏବଂ ଲୋକମାନଙ୍କର ଯେଉଁ ଧନ ଜୀବନ ରହିଛି ତାହା ବର୍ତ୍ତମାନ ବିପଦରେ ରହିଛି। ହଜାର ହଜାର ଲୋକ ପାଣି ଘେରରେ ରହିଛନ୍ତି। ସେମାନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ମଧ୍ୟ ପହଞ୍ଚିଥିଲେ ମଧ୍ୟ ତାହା ସମୁଦ୍ରକୁ ସଂକ୍ଷେପ ପାଣି। ଏବଂ ଏ ବାବଦରେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ରାଜନେତା ସମସ୍ତେ ପୀଡ଼ିତଙ୍କ ପାଖରେ ପହଞ୍ଚୁଥିବାର ଯାହା ସୂଚନା ମିଳିଥିଲେ ମଧ୍ୟ ଯେଉଁମାନେ ବନ୍ୟା ଘେରରେ ଅଛନ୍ତି, ଯେଉଁମାନେ ବିପଦରେ ଅଛନ୍ତି, ପ୍ରକୃତରେ ସେମାନଙ୍କ ପାଖରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସଠିକ୍ ମାର୍ଗରେ ପହଞ୍ଚିଛି କି ନାହିଁ, ସେଇଥିପାଇଁ ଆଜି ଜିଲ୍ଲାପାଳ ମଧ୍ୟ ବସ୍ତା ଆସି ଏ ସମ୍ପର୍କରେ ଯାଞ୍ଚ କରିଛନ୍ତି। ଏବଂ ବାଲେଶ୍ୱର ଜିଲ୍ଲାର MP ପ୍ରତାପ ଷଡ଼ଙ୍ଗୀ, ବସ୍ତା ବିଧାୟିକା ସୁବାସିନୀ ଜେନା ଏବଂ ବସ୍ତା ବାଲିଆପାଳ ଅଞ୍ଚଳର ବହୁ ସମାଜସେବୀ, ରାଜନେତା ଏବଂ ବୁଦ୍ଧିଜୀବୀ ଏ ଉଦ୍ଧାର କାର୍ଯ୍ୟରେ ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ବିଭିନ୍ନ ଅଞ୍ଚଳରେ ଘଟୁଥିବା ସମସ୍ୟା ଏବଂ ତାକୁ ନେଇ କିଭଳି ଭାବରେ ସମାଧାନ କରାଯାଇପାରିବ ତାକୁ ନେଇ ମଧ୍ୟ ସେମାନେ ସେମାନଙ୍କର ନ୍ୟୁଜ୍ରେ ପ୍ରସାରଣ କରୁଛନ୍ତି। ତେବେ ବସ୍ତା ଏବଂ ସଦର ବ୍ଲକର ଜୀବନ ରେଖାକୁ ଯେଉଁ ଜଳକା ନଦୀ ସବୁବେଳେ ମାର୍ଗ ପରିବର୍ତ୍ତନ କରାଉଛି, ଏ ଜଳକା ନଦୀର ବନ୍ୟା ଉପରେ ଆକଳନ ଏପର୍ଯ୍ୟନ୍ତ ସଠିକ୍ ହୋଇପାରି ନାହିଁ। ତେବେ ଯାହା ସୂଚନା ମିଳୁଛି ଯେ ଜଳକା ନଦୀର ଯେଉଁ ସଂସ୍କାର ଯୋଜନା, ଜଳକା ନଦୀର ଯେଉଁ ଖନନ, ଶଯ୍ୟା ଖନନ ଏପର୍ଯ୍ୟନ୍ତ ହୋଇପାରି ନାହିଁ ବୋଲି ଅଳ୍ପ ବର୍ଷା ହେଲେ ମଧ୍ୟ ଏ ନଦୀରେ ପ୍ରବଳ ଜଳ ବା ବନ୍ୟା ଜଳ ପ୍ରବାହିତ ହେଉଛି। ତେଣୁ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ବର୍ଷା ହେଇଛି ମୟୂରଭଞ୍ଜରେ ବା ଜଳକା ନଦୀର ଉପରମୁଣ୍ଡରେ। ତେଣୁ ନିଶ୍ଚିତ ଭାବରେ ଜଳକା ନଦୀ ଏବେ ବିପଦ ସଂକେତ ଉପରେ ପ୍ରବାହିତ ହେଇ ବସ୍ତା ଏବଂ ସଦର ବ୍ଲକର ଯେଉଁ ଜୀବନ ରେଖା ଥିଲା ତାହା ଏବେ ବିପଦରେ ପଡ଼ିଛି। ଏହି ଜଳକା ନଦୀର ବନ୍ୟାରେ ବସ୍ତା ଥାନା, ବସ୍ତା SDP ଅଫିସ, ବସ୍ତା ତହସିଲ ଏବଂ ବିଭିନ୍ନ କାର୍ଯ୍ୟାଳୟ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଲୋକଙ୍କର ଘରେ ମଧ୍ୟ ପାଣି ପଶିଯାଇଛି। ବିଶେଷ କରି ବାହାରଦା ଏବଂ ଅନ୍ୟାନ୍ୟ ଯେଉଁ ଗାଁ ରହିଛି, ଏ ଗାଁ ଗୁଡ଼ିକରେ ଏବେ ଲୋକେ ଜଳବନ୍ଦୀରେ ଅଛନ୍ତି। ତୁରନ୍ତ ପ୍ରଶାସନ ଏ ଦିଗରେ ସଠିକ୍ ବନ୍ୟା ପରିଚାଳନା କରିବାକୁ ସାଧାରଣରେ ଦାବି ହୋଇଛି। ବ୍ୟୁରୋ ରିପୋର୍ଟ, ନାରଦ ନ୍ୟୁଜ୍।